AM Music. प्रेज द लॉर्ड, हालेलुया। प्रभु को महानाम को धन्यवाद दिए जे प्रभु मत पुनर्बार ऑल इन म्यूजिक माध्यम आपण मानकर गहन रे प्रभुंकर वाक्य परिवेशन करने निमंते सुजोग देइचंती, सेतिमे ताहांक नाम को धन्यवाद। आज जो वाक्य माने पाठ करिबा ताहा आपण माने पाइबे प्रथम पितर 1 पर्व तार 18 ରୁ 21 पद। जेणु तुम्भे माने जानो जे तुम्भमानकर पितृपुरुष मानଙ୍କଠାରୁ प्राप्त परंपरागत निरर्थक आचार व्यवहार रूपा कि सुना परि क्षयणीय वस्तु द्वारा मुक्त न होई बरं निखुंत अनिष्कलंक मेषशावक सदृश ख्रीष्टंकर बहुमूल्य रक्तरे मुक्त होइअछ। से जगतर पतन पूर्वरु निरूपित होई तुम्भमानଙ୍କ निमंते शेष कालरे प्रकाशित होइअछंती। जेउ ईश्वर ताहांकु मृतमानଙ୍କ ମଧ୍ୟରୁ उठाई गौरवान्वित କରିଅछंती, ସେହି ଈଶ୍ୱରଙ୍କ ଠାରେ ତୁମ୍ଭେମାନେ ତାହାଙ୍କ ଦ୍ୱାରା ବିଶ୍ୱାସ କରୁଅଛ। ଏଣୁ ଈଶ୍ୱର ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସାର ସ୍ଥଳ ଅଟନ୍ତି। ଆଜି ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ କ'ଣ ଏସବୁ ରଖିଅଛନ୍ତି ତାହା ଆଜି ଆମମାନେ ଦେଖିବା। ଈଶ୍ୱରଙ୍କର ବାକ୍ୟ ଖଡ଼୍ଗ ସ୍ୱରୂପ। ଆମମାନଙ୍କର ସଦାପ୍ରଭୁ ମହାନ ପରମେଶ୍ୱର ଯେ କି ଆମମାନଙ୍କୁ ସବୁ ଅବସ୍ଥାରେ କ'ଣ କରନ୍ତି? ପ୍ରେମ କରନ୍ତି ଆଉ ରକ୍ଷା କରିବାକୁ ମଧ୍ୟ ଆମମାନଙ୍କୁ ଚାହାନ୍ତି। କାରଣ ଆମମାନେ ତାହାଙ୍କର ମନୋନୀତ ସନ୍ତାନ। ସେ ଆମମାନଙ୍କ ନିମନ୍ତେ ସମସ୍ତ ବିଷୟକୁ ଅଧିକାର କରିବା ନିମନ୍ତେ ଆମମାନଙ୍କୁ ଆଶ୍ଚର୍ଯ୍ୟ ଭାବେ ସାହାଯ୍ୟ ମଧ୍ୟ କରନ୍ତି। ଜଗତର ପତନ ପୂର୍ବରୁ ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ସେ କ'ଣ କଲେ? ଆମମାନଙ୍କର ପାପରୁ ଉଦ୍ଧାର କରିବା ନିମନ୍ତେ ତାହାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଏ ଜଗତକୁ ଆଣିଲେ। ଆମମାନଙ୍କର ପାପର ଭାର ସେ କ'ଣ କଲେ? ବହନ କଲେ। ଆମମାନଙ୍କୁ ସେ ଅନୁଗ୍ରହ ଓ ତାହାଙ୍କର ଦୟାରେ ଆମମାନଙ୍କୁ ଆବୋରି ଧରିଲେ। ସେ ଈଶ୍ୱର ହେଲେ ମଧ୍ୟ ନର ରୂପରେ ଜଗତକୁ ଆସିଲେ। ପୁତ୍ର ହୋଇ ଜାଗତିକ ଭାବେ ସେ ଜୀବନ ଅତିବାହିତ କଲେ। ସେ ପାପ ରହିତ ଥିଲେ, ନିଖୁନ୍ତ ଥିଲେ। ତାଙ୍କ ପାଖରେ କୌଣସି ପ୍ରକାର ଛଳ ନଥିଲା। ଯେ କି ଆମମାନଙ୍କର ଜୀବନର ସମସ୍ତ ପାପକୁ ଧୋଇବା ନିମନ୍ତେ ଏ ଜଗତକୁ ଆସିଲେ। ଆଉ ଆମମାନଙ୍କ ନିମନ୍ତେ ନିଜକୁ ସେ କ'ଣ କଲେ? ବଳି କଲେ। ସେ ମେଷ ଶାବକ ତୁଲ୍ୟ ଥିଲେ। ମେଷ ଯେ ପ୍ରକାର କୋମଳ ଥାଏ ସେହି ପ୍ରକାର ତାହାଙ୍କର ଜୀବନ ମଧ୍ୟ ସେହି ପ୍ରକାର ଥିଲା। ଆମମାନଙ୍କର ଜୀବନରେ ତାହାଙ୍କର କି ପ୍ରକାର କାର୍ଯ୍ୟ ଦ୍ୱାରା ସେ ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ କରିବାକୁ ଚାହାନ୍ତି, ଆଜି ଆମମାନେ ତାହା ଦେଖିବା। ତାହାଙ୍କର ନିର୍ଦ୍ଦୋଷ ରକ୍ତ ଦ୍ୱାରା ସେ ଆମମାନଙ୍କୁ କ'ଣ କଲେ? ପାପରୁ ମୁକ୍ତ କଲେ। ଆଜି ଯଦି ଆମମାନେ ଆମମାନଙ୍କର ନିଜର ରକ୍ତ ଟିକେ ବୋହି ଦେଉ, ତାହେଲେ କେତେ ଯେ ଆମମାନଙ୍କୁ ବ୍ୟଥା ହେବ, କଷ୍ଟ ହେବ, ଯନ୍ତ୍ରଣା ହେବ। ଟିକେ କଷ୍ଟ ଯନ୍ତ୍ରଣା ଯେତେବେଳେ ଆମମାନଙ୍କର ଜୀବନରେ ଆସେ, ଆମେ ବହୁତ ବ୍ୟତିବ୍ୟସ୍ତ ହୋଇଯାଇଥାଉ। କ୍ରନ୍ଦନ ଦ୍ୱାରା ଆଉ ବିଭିନ୍ନ ପ୍ରକାର ଅଭିମାନ ଦ୍ୱାରା ଆମେ ଈଶ୍ୱରଙ୍କ ସହିତ ବିଭିନ୍ନ ପ୍ରକାର କଥାବାର୍ତ୍ତା କରିଥାଉ। କିନ୍ତୁ ଆମମାନଙ୍କର ଈଶ୍ୱର ଯିଏକି ସତ୍ୟ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ଜଗତକୁ ଆସିଲେ, ଆମମାନଙ୍କର ପାପର ଭାର ବହନ କଲେ ଏବଂ ଆମମାନଙ୍କ ନିମନ୍ତେ ସେ ଛନ୍ଦା କାଠରେ ଝୁଲିଲେ। ତାହାଙ୍କର ରକ୍ତ ଦ୍ୱାରା ମାନେ ପରିତ୍ରାଣ ପ୍ରାପ୍ତ ହୋଇଅଛୁ। ଆଉ ତୃତୀୟ ଦିବସରେ ପୁନରୁତ୍ଥିତ ହୋଇ ସେ କ'ଣ କଲେ? ଈଶ୍ୱରଙ୍କର ଗୌରବର କାରଣ ହେଲେ। ତାହାଙ୍କ ଦ୍ୱାରା ଆମମାନେ ବିଶ୍ୱାସ ପ୍ରାପ୍ତ
ହୋଇଅଛୁ। ଆମେ କେବେ ତାଙ୍କୁ ଦେଖିନାହୁଁ, କିନ୍ତୁ ଶୁଣିକି ଆମେ ବିଶ୍ୱାସ କରୁଅଛୁ ଯେ ଆମମାନଙ୍କର ତ୍ରାଣକର୍ତ୍ତା ଆମମାନଙ୍କ ନିମନ୍ତେ ଏ ଜଗତକୁ ଆସିଲେ। ଆମମାନଙ୍କର ପାପ ପାଇଁ ସେ ନିଜକୁ କ'ଣ କଲେ? ବଳୀକୃତ ହେଲେ। ତାହାଙ୍କୁ ବିଶ୍ୱାସ କରିବା ଆମମାନଙ୍କର ନିହାତି ଆବଶ୍ୟକ। ତାହାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଦ୍ୱାରା, ତାହାଙ୍କର ମହିମା ଦ୍ୱାରା ଆମମାନେ ଯେପରି ତାହାଙ୍କୁ ଜାଣିବା, ତାହାଙ୍କର ପରିତ୍ରାଣ ଦ୍ୱାରା ଆଜି ଆମେ ଯେତେ ଜଣ ତାହାଙ୍କଠାରେ ବିଶ୍ୱାସ କରୁ, ଆମେ ସମସ୍ତେ ପରିତ୍ରାଣ ପ୍ରାପ୍ତ। ଏକ ଭିନ୍ନ ସ୍ୱାଦରେ, ଭିନ୍ନ ରୂପରେ, ଭିନ୍ନ ବ୍ୟକ୍ତିଗତ ଜୀବନରେ ସେ ଆମମାନଙ୍କୁ କ'ଣ କରିଛନ୍ତି? ଆବରି ଧରିଛନ୍ତି। ଯଦି ଆଜି ଆମେ ତାହାଙ୍କୁ ନ ଜାଣୁ, ତାହାଙ୍କୁ ଯଦି ଜାଣି ମଧ୍ୟ ଆମେ ଧରିପାରିବା ନାହିଁ, ତାହାଙ୍କର ଜୀବନକୁ ଯଦି ଆମେ ଅନୁଧ୍ୟାନ ନ କରୁ, ତାହେଲେ ନିଶ୍ଚୟ ଆମେ ସନ୍ତାପର ପାତ୍ର ହେବା। ତାହାଙ୍କର ଆଜ୍ଞା ଗୁଡ଼ିକ ପାଳନ କରିବା ଦ୍ୱାରା ପ୍ରଭୁ ଆମମାନଙ୍କର ସମସ୍ତ ବିଷୟରେ ଆଶୀର୍ବାଦରେ ସେ ଆମମାନଙ୍କୁ ପୂର୍ଣ୍ଣ କରିବେ। ବାକ୍ୟକୁ ଧରି ଚାଲିବା, ବାକ୍ୟ ଆମମାନଙ୍କ ଜୀବନରେ କ'ଣ କରେ? ବାକ୍ୟ ଆମମାନଙ୍କ ଜୀବନରେ ବିଭିନ୍ନ ପ୍ରକାର ମନ୍ଦତାରୁ ଆମମାନଙ୍କୁ ସେ ବାକ୍ୟ କ'ଣ କରେ? ରକ୍ଷା କରେ। ଯେତେବେଳେ ଆମମାନଙ୍କର ଜୀବନ ପାପମୟ ଜୀବନରେ ଭରିଯାଏ, ସେଇ ବାକ୍ୟ ଆମମାନଙ୍କୁ ସେ ପାପମୟ ଜଗତରୁ, ଅନ୍ଧକାରରୁ ଆମମାନଙ୍କୁ ଆଗେଇ ଆଣିଥାଏ। ତାହାର ଆଲୋକ ଦ୍ୱାରା ଆମମାନେ ଆଲୋକିତ ହୋଇ ଆମମାନେ ପ୍ରଭୁଙ୍କର ସେଇ ଗତିରେ ଆମମାନେ ଚାଲିଥାଉ। ସେଥିପାଇଁ ସେ ଆମମାନଙ୍କୁ କ'ଣ କରନ୍ତି? ବିଶ୍ୱାସ ଦ୍ୱାରା ଆମମାନଙ୍କୁ ନୂଆ ବଳରେ ବଳିୟାନ କରନ୍ତି। ସେଥିପାଇଁ ସେ ଆମମାନଙ୍କର ଜୀବନର ଭରସା ଆଉ ଉତ୍ସାହ ତାହାଙ୍କୁ ଦେଇ ତାହାଙ୍କୁ କ'ଣ କରିବା? ଆମମାନେ ଗୌରବ କରିବା। ଏଭ୍ରି 4 ପର୍ବ 12 ପଦରେ ଲେଖାଯାଏ, ଈଶ୍ୱରଙ୍କର ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦୁଇଧାର ଖଡ଼୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ଏବଂ ହୃଦୟ ଓ ଚିନ୍ତା ଭାବର ସୂକ୍ଷ୍ମ ବିଚାରକ ଅଟେ। ସଦାପ୍ରଭୁଙ୍କର ବାକ୍ୟ ଏକ ପ୍ରକାର ଖଡ଼୍ଗ ସ୍ୱରୂପ, ଦୁଇଧାର ଖଡ଼୍ଗ। ଛୁରୀର 2ଟି ଧାର ଥାଏ, ଏପଟେ ବି ଧାର ସେପଟେ ବି ଧାର ଥାଏ। ସେହି ପ୍ରକାର ଈଶ୍ୱରଙ୍କର ବାକ୍ୟ ଦୁଇଧାର ଖଡ଼୍ଗ ସ୍ୱରୂପ। ସେ ଜାଗତିକ ବିଷୟକୁ ମଧ୍ୟ ବୁଝାଏ ଆଉ ଆତ୍ମିକ ବିଷୟକୁ ମଧ୍ୟ ବୁଝାଏ। ତାହାଙ୍କର ବାକ୍ୟର 2ଟି ଅର୍ଥ ଦ୍ୱାରା ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ସବୁ ବିଷୟ ଜଣାନ୍ତି। ତାହା ଏ ପ୍ରକାର ଗଭୀର ଯେ ଆମମାନଙ୍କର ମନ, ଆତ୍ମା, ପ୍ରାଣକୁ ଆଉ ହୃଦୟକୁ କ'ଣ କରେ? ସ୍ପର୍ଶ କରିଥାଏ। ଆମମାନଙ୍କର ମନ, ଆତ୍ମା, ପ୍ରାଣ ଆଉ ହୃଦୟକୁ ସେ କ'ଣ କରେ? ସ୍ପର୍ଶ କରେ। ଯେତେବେଳେ ଆମେ ଗୋଟେ ଭୁଲ କାର୍ଯ୍ୟ କରିଥାଉ, ସେ ବାକ୍ୟ ହିଁ ଆମମାନଙ୍କୁ କ'ଣ କରିଥାଏ? ମନ୍ଦ ଗତିରୁ ରକ୍ଷା କରିଥାଏ। ଆମମାନଙ୍କର କାର୍ଯ୍ୟ ଦ୍ୱାରା, ଚିନ୍ତା ଦ୍ୱାରା ଆମମାନେ ତାହାଙ୍କର କ'ଣ କରିବା? ନିକଟବର୍ତ୍ତୀ ହେବା। ଆମମାନଙ୍କର କାର୍ଯ୍ୟ ଚିନ୍ତା ତାହାଙ୍କର ହେବା ଆବଶ୍ୟକ। ଆମେ ଜଗତରେ ବଞ୍ଚିଛୁ, ଆଜି ଅନ୍ଧକାର ଜଗତରେ। ଆମମାନଙ୍କୁ ପ୍ରଭୁ ଏକ ଉତ୍ତମ ଦିଗ ଦେଇଛନ୍ତି, ଯେଉଁ ଦିଗ ଦ୍ୱାରା ଆମମାନେ ଚାଲିଲେ ତାହାଙ୍କର ପଥ ଆମମାନେ ଅନୁସରଣ କରିବା, ତାହାଙ୍କୁ ଜାଣିବା, ତାହାଙ୍କର ରବ ଶୁଣିବା, ତାହାଙ୍କର ଆମମାନେ ଡାକ ଶୁଣିବା, ମୋ ପୁଅ, ମୋ ଝିଅ, ମୋ ଆଡ଼କୁ ତୁ ଫେର। ଯଦି ଆମମାନେ ବାକ୍ୟ ପ୍ରତି ମନୋଯୋଗୀ ନ ହେବା, ବାକ୍ୟକୁ ଧରି ଯଦି ନ ଚାଲିବା, ବାକ୍ୟର ମନୋଯୋଗୀ ଯଦି ନ ହେବା, ତାହେଲେ ପ୍ରଭୁ ଆମମାନଙ୍କ ଠାରୁ ନିଶ୍ଚୟ ନିକାଶ ନେବେ। କାରଣ ଜଗତ ମନ୍ଦତାରେ ପରିପୂର୍ଣ୍ଣ। ଆମେ ଯଦି ସବୁବେଳେ ସେଇ ମନ୍ଦତାରେ ହିଁ ପ୍ରବେଶ କରି ଅନ୍ୟକୁ କ୍ଷମା ଦେବା ନାହିଁ, ପରସ୍ପରକୁ ପ୍ରେମ କରିବା ନାହିଁ, ସବୁବେଳେ ଅନ୍ୟର ଅପକାର କରିବା, ନିନ୍ଦା କରିବା, କୁତ୍ସିତ ଭାଷାରେ କଥାବାର୍ତ୍ତା କରିବା, ପ୍ରଭୁ ତାହା ଆମମାନଙ୍କ ଠାରୁ ଚାହାନ୍ତି ନାହିଁ। ସେଥିପାଇଁ
आमर जीवन कौन हवा आवश्यक ताहांक निमते आमने मनोयोगी हवा ताहांक आड़े आमने लक्ष्य रखिबा ताहांक सहित लागी रहिबा द्वारा आमानक जीवन रे एकू पथरु आमने फेरिबा जे प्रकार लिखा जाए एफिसियो 6:17 पदरे पुणी परित्राण रूप शिरस्त्राण परिधान कर और आत्मांकर खड्ग अर्थात ईश्वरंकर वाक्य धारण कर ईश्वरंक वाक्य जे खड्ग स्वरूप यह माने तो आगुरु जानिलु ताहाकु हृदयर पट्टारे लिखि रखिबा आवश्यक हृदयर पट्टारे आमे कि प्रकार लिखिबा ताकू आमानक हृदय कौन चाहे आमानक हृदय रे कि प्रकार ताहांकु सजाड़िबा कि प्रकार ताहांकु आमाने सजाई रखिले आमाने ताहांक निमंते गौरवर कारण हबा जदि आमे परित्राण प्राप्त होइछु ताहांक पई ताहाले आमे निश्चय ताहांकु आमानक हृदय रे सजाड़िकी रखिबा से आमानकु कौन करिबे आश्चर्य आश्चर्य कार्य द्वारा आमानकु ताहांकर निकटवर्ती कराइबे आमाने वाक्यर योद्धा हबा वाक्य को धरी चलिबा द्वारा आमाने ताहांक निमंते एक योद्धा स्वरूप हेबा वाक्यर खड्ग वाक्य रूपक खड्ग धरी जेतेबेले आमाने ठिया हबा पाउल जेतेबेले प्रचार कार्य करुथले से वाक्य को धरी ही प्रचार कार्य करुथले सेतिपे आज आमान को प्रभु आह्वान करते ताहांक निमंते वाक्य को धरी चलिबा निमंते ताहांकर वाक्य को मुकुट स्वरूप आमानकर शिर उपरे रखिबा जहा द्वारा कि आमानकर मस्तक रे से मुकुट शोभा पाइबो प्रभु आमांक ठारू ताहा ही चाहती आमाने जेपरि ताहांकु निजर करिबा अति अंतरंग बंधु से आमानकर जहाँ आमाने पितामाता को कहि पारि न थाओ प्रियजन को कहि पारि न थाओ आमाने ताहांक आगरे ताहा प्रकाश करि थाओ से हेले आमानकर बेस्ट फ्रेंड सेतिपई सबु विषय ताहांक चरण तले रखिबा सहित ताहांकु निज हृदय रे सजाड़िबा ताहांको निज मस्तक रे आमाने परिधान करिबा ताहांकर शक्ति रे आमाने शक्तियुक्त हबा प्रार्थनार योद्धा हबा प्रार्थना आमानकर जीवन रो एक महत्वपूर्ण विषय जदि आमे वाक्य प्रति मनोयोगी होउछु ताहांक प्रति मनोयोगी होउछु ताहले निश्चय आमाने प्रार्थनारत जीवन काटिबा जो विषय आमान को असाध्य प्रार्थना द्वारा प्रभु आमानकर से समस्त विषय को कौन करती साध्य करती जितेबला माने ताहांकर चरण तले उबुड़ हो ताहांकर चरण तले नत हो से आमानकर समस्त विषय को कौन करती आबोरी धरती जितेबला माने कांदी कांदी ताहांकर निकटर प्रार्थना करू से समय से आमानक प्रार्थना शुणी उत्तर मध्य दियंती ताहांकर निकटर भारग्रस्त होई जीवन अतिबाहित करिबा भय द्वारा ताहांकु भय मध्य करिबा जे परमेश्वर मो सहित अछंती आ समस्त विषय से देखु अछंती परमेश्वर जेतिके आमान को प्रेम करती आमान को शासन करने निमंते मध्य से आगे आसती जेतेबेले आम ताहांकर अवमानना करू जेतेबेले ताहांको अनादर करू से ताहांकर क्रोध को कौन करती प्रज्वलित करती सेतिपई अन्य को क्षमा देवा द्वारा अन्य को प्रेम करने द्वारा परस्पर प्रति सहनशील हवा द्वारा प्रभु आमान उपरे कौन होती आनंदित होती ताहांकर आज्ञा गुड़ी को पालन करिबा जदि ताहांकर आज्ञा गुड़ी को आम पालन करूना हो ताहले तांको आमे भय करूना हो आउ से आम को कौन करिवे आज्ञा गुड़ी को पालन द्वारा वाक्य पालन द्वारा से अम्लान मुकुट
से आमମାନଙ୍କୁ परिधान କରିବା निमन्ते मनोनीत करिवे। ସେଥିପାଇଁ ତାହାଙ୍କର ନିକଟବର୍ତ୍ତୀ ହେବା, ତାହାଙ୍କର କଥାକୁ ଅନ୍ୟମାନଙ୍କୁ ଜଣାଇବା। ଯେଉଁ ବାକ୍ୟ ଆମେ ପାଠ କରୁଛୁ ବୁଝିବାକୁ ପ୍ରଭୁ ଶକ୍ତି ପ୍ରଦାନ କରୁଛନ୍ତି, ତାହା ଯେପରି ଆମେ ଅନ୍ୟମାନଙ୍କୁ ମଧ୍ୟ ଜଣାଇବା। ପ୍ରଭୁ ଚାହାନ୍ତି କେବଳ ନିଜ ପାଖରେ ତାହାକୁ ରଖିବା ନାହିଁ, ତାହା ଅନ୍ୟମାନଙ୍କୁ ମଧ୍ୟ ଆମେ ଜଣାଇବା। ଯୀଶୁ ଖ୍ରୀଷ୍ଟ ଯେ ପ୍ରକାର ଈଶ୍ୱରଙ୍କର ବାଧ୍ୟ ହେଲେ, ଆଉ ଈଶ୍ୱର ହେଲେ ସେ ନର ରୂପରେ ଜଗତକୁ ଆସିଲେ, ତାହାଙ୍କର ଇଚ୍ଛା ମତେ ତାହାଙ୍କର କାର୍ଯ୍ୟ ମଧ୍ୟ ସେ ସାଧନ କଲେ ଓ ତୃତୀୟ ଦିବସରେ ସେ କ'ଣ କଲେ? ପୁନର୍ଜୀବିତ ହେଲେ। ସେହି ପ୍ରକାର ଆମେ ତାହାଙ୍କୁ ବିଶ୍ୱାସ କରିବା ଦ୍ୱାରା, ତାହାଙ୍କର ପଥକୁ ଅନୁସରଣ କରିବା ଦ୍ୱାରା, ତାହାଙ୍କର ନିଜର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା ଆମେ ନିଶ୍ଚୟ ଏକ ଯୋଦ୍ଧା ହୋଇପାରିବା। ଯୀଶୁଖ୍ରୀଷ୍ଟଙ୍କର ନାମରେ ଯେତେ ଜଣ ନତ ହେବେ, ପ୍ରତ୍ୟେକ ଜାନୁ ପ୍ରକାଶିତ ବାକ୍ୟରେ ଲେଖାଯାଏ, ପ୍ରତ୍ୟେକ ଜାନୁ ତାହାଙ୍କ ନିକଟରେ ନତ ହେବ। ସେଇଦିନ ଈଶ୍ୱରଙ୍କର ରାଜ୍ୟ ଆମମାନଙ୍କ ନିମନ୍ତେ କ'ଣ କରିବେ? ଅଧିକାର କରିବା ନିମନ୍ତେ ସେ ଆମମାନଙ୍କୁ ଅନୁଗ୍ରହ କରିବେ, ଆଉ ଯାହାଦ୍ୱାରା ପ୍ରଭୁ ଆମର ପ୍ରତ୍ୟେକଙ୍କୁ ଅଧିକାର କରିବେ। ଯେତେ ଦିନ ପର୍ଯ୍ୟନ୍ତ ଆମେ ତାହାଙ୍କୁ ନିଜର ନ କରିଛୁ, ତାହାଙ୍କ ଚରଣ ତଳେ ନତ ନ ହୋଇଛୁ, ସେତିକି ଦିନ ପର୍ଯ୍ୟନ୍ତ ସେ ଆମମାନଙ୍କୁ ଅଧିକାର କରିବେ ନାହିଁ। ସମୟ ଥାଉ ଥାଉ ଆମେ ନିଜକୁ ପ୍ରସ୍ତୁତ କରିବା, ସେ ବାକ୍ୟକୁ ଧରି ଆମେ ଅନ୍ୟମାନଙ୍କ ଆଗରେ ଯେପରି ବାଣ୍ଟିବା, ଯାହାଦ୍ୱାରା ପ୍ରତ୍ୟେକ ତାହାଙ୍କୁ ଜାଣିବେ, ପ୍ରତ୍ୟେକ ତାହାଙ୍କୁ ଜୀବନର ପ୍ରଥମ ସ୍ଥାନ ଦେବେ ଏବଂ ତାହାଙ୍କ ନିମନ୍ତେ ବ୍ୟବହୃତ ହେବେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। हे पवित्र 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 पिता गौरवमय राजा, तुम नामर धन्यवाद करुचु। सुंदर समय देइछ बापा, तुमर उपस्थिति दे आम को तुम्हें कढ़ाइल, सुंदर समय देइछ, से धन्यवाद। प्रभु गो वाक्य को धरी चलवा निमंते, वाक्य को धरी हृदय संचित करने सहित प्रभु से वाक्य को जपरी आमने अन्य मान आगे परिवेषण करूँ। हाँ प्रभु, से वाक्य जे केते महत, गोटी गोटी शब्द जे तुमर प्रभु, से शब्द को धरी प्रभु आमने अन्य मान आगे ता प्रकाश करूँ। से प्रकार आमान को नुआ बल प्रदान कर प्रभु। आमने अयोग्य नगण्य प्रभु, दिनहीन आमान भितर बहुत प्रभु मंद विषय गुड़िक भरी रही प्रभु। तुम्हें आमान को दया कर, तुम्हें आमानकर सहवर्ती परमेश्वर हुओ, तुम्हें आमानकर रक्षक हुओ पिता। जगतर शेष समय उपस्थित प्रभु आमान को तुम्हें तुमर कर प्रभु। तुम निमंते जपरी आम साक्षर जीवन काटबू, अन्य मान आगे ता प्रकाश करूँ। आमानकर दुख समस्या नैराश्यतर आमान को रक्षा करी तुमर बल आमान को बलियान कर बोली निवेदन करी, सुंदर समय को आम प्रत्येक को आज जेते जने वाक्य शुणी शुणवे समस्त तुम्हें दया कर बोली निवेदन करी प्रिय प्रभु जीशु नाम रे मागुछु। आमेन। हे आम मानकर स्वर्गस्थ पिता, तुम नाम पवित्र बोली मान्य हो, तुम्भर राज्य आसु, जे रूपे स्वर्ग से रूपे पृथ्वी रे तुमर इच्छा सफल हो। आज आम को प्रयोजन आहार दियो। आम जम तो निज निज अपराध मान को क्षमा करछु, तुम तो अपराध सब तुम्हें क्षमा कर। परीक्षा न आण, मंद ठा रक्षा कर। जणु राजत्व पराक्रम गौरव सदा सर्वदा तुम्भर हो। आमेन। यीशुଙ୍କ रक्तर जय, यीशुଙ୍କ रक्तर जय, यीशुଙ୍କ रक्तर जय हो। आमेन।